ସାଙ୍ଗ ଆଜି ପାଇଁ ତ ହେଇଗଲା, କାଲି କଣ କରିବା? କାଲିକି ତ ଟେନସନ ନେ ନା, କାଲି ଭାଇ ପକେଟରୁ ପଇସା ଆଣିବି। ଆରେ ଇଏ ବୋଧେ ବିଲୁ ଭାଇ ବୋଧେ, ଇଏ କଣ ମଦ ପିଇଲାଣି ବସିକି, ତା ଭାଇକି ଜଣେଇବାକୁ ପଡିବ ଆଉ। ହ୍ୟାଲୋ, ହଁ ମୁନା କଣ କହିଲୁ? ହଁ ହଁ ମୁଁ ଯାଇ ପହଞ୍ଚିଲ, ସାଙ୍ଗେ ସାଙ୍ଗେ ପହଞ୍ଚି ର। ଦେଖିଲୁ ନା ଆମ ସାଣ୍ଟକାରିଆ ଗୋଟେ ମଦ ପିଉଛନ୍ତି ସେଠି, ମତେ ମୁନା ଫୋନ କରିଥିଲା, ଦେଖିଲୁ ଯାଇକି ଦେଖିଲୁ। ଆରେ ଏଇଠି 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 ତୁ ଏମିତି ବଡ ପିଲାଟା ହେଇଗଲୁ, ସାଙ୍ଗମାନଙ୍କ ସହ ବାହାରେ ବୁଲି ମଦ ପିଇବୁ, ତୋର ସାନ ଭାଇଟା କଣ ଶିଖିବ? ଯଦି ମୁନା ତ ମତେ ଫୋନ କଥା ମୁଁ କିଛି ଜାଣିନଥାନ୍ତି। ତୁ ଆଜି ଚାଲ, ଘରୁ ତୋ କଥା ବୁଝୁଛୁ, ଚାଲ। ଫାର୍ମ ହାଉସ ଟା ବଣବୁଦା ହେଇଗଲି, ସଫା ନ କଲେ କିଛି। ଭାଇ ଶୁଣିଲ ଟିକେ, ହଁ କଣ କହୁଥିଲୁ? ତମେ ଯାଇକି ମୋ ଭାଇ ଆଗରେ କାଇଁ ମଦ ପିଇବା କଥା କହିଛ? ତମେ ମତେ ପଇସା ଦଉଛ ମଦ ପିଇବାକୁ? ତମେ କି ଆମ ଘର ଭିତରେ ମୁଣ୍ଡି ପୁରଉଛ? ତୋ ଭାଇ କେମିତି ମୋ ହାତ ଉଠେଇ ଲାଗିରେ? ତୋ ଭାଇକି ମତେ ପଇସା ଦଉଛି ମଦ ପିଇବାକୁ? ମୋ ସାଙ୍ଗର ଭାଇ ଉପରେ ହାତ ଉଠେଇକି ତୁ ଆଉ ଦିନେ ଖାଲି ତା ପାଖେ ଗୁଣ୍ଡ ଦେଖିଥିବୁ ମଦ ପିଇର, ସେଇନ ତୋର ମୋର କଥାବାର୍ତ୍ତା। ତୁ ଯଦି କହୁଛୁ ତୋ ଭାଇ କହିକି ମୋର ଭୁଲ ହେଇଛି, ସେଥିପାଇଁ ମୁଁ ତ କ୍ଷମା ମାଗୁଛି। ଭାଇ ମତେ ତମେ ଭୁଲ ମାଗନି, ମୋର ଭୁଲ ତାଇ ତ ବସି ମଦ ପିଆର। ଭାଇ ଆଜିଠୁ ଆଉ ମୁଁ ମଦ ପିଇବି ନାହିଁ। ଏଇ ମଦ ପିଇବା ଦ୍ଵାରା ବହୁତ ଜୀବନ ନଷ୍ଟ ଆଉ ବହୁତ ପରିବାର ନଷ୍ଟ। ସେଇଥିପାଇଁ ଆପଣଙ୍କୁ ଅନୁରୋଧ କରୁଛି କି କେହି ମଦ ପିଅନ୍ତୁ ନାହିଁ କି ପରିବାର ନଷ୍ଟ କରନ୍ତୁ ନାହିଁ। ଦୟାକରି ମଦ କେହି ପିଅନ୍ତୁ ନାହିଁ। ମଦ ପିଇବା ଦ୍ୱାରା ବହୁତ ଜୀବନ ନଷ୍ଟ ହଉଛି। ଯଦି ଆପଣମାନଙ୍କୁ ଆମ ଭିଡିଓଟି ଭଲ ଲାଗିଥାଏ, ଲାଇକ୍, ସବସ୍କ୍ରାଇବ, ଫଲୋ କରନ୍ତୁ। ଜୟ ହିନ୍ଦ।